ଏତିକି ଜୋରେ ଗରମ ପଡ଼ିଛି ଘରେ ବନ୍ତଳ କଦଳୀ ରହି ରହି ପୁରା ପାଚିଗଲାଣି। ହେଲେ ଆକୁ କ'ଣ ମୁଁ ଫୋପାଡ଼ି ଦେବି କି? ନାଇଁ, ମୁଁ ଆକୁ କେମିତି ୟୁଜ୍ କରିବି ଆସନ୍ତୁ ଦେଖିବା। ମୁଁ ଆଜି ଏଥିରେ କେକ୍ ବନେଇବି। ପାଚିଲା ବନ୍ତଳ କଦଳୀ, ତା ସହିତ କିଛି ସୁଜି ଆଉ କିଛି ଅଟା, କ୍ଷୀର ଆଉ କିଛି କୋକୋ ପାଉଡର, ଭ୍ୟାନିଲା ଏସେନ୍ସ ଆଉ ହୋମମେଡ୍ ବଟର ଯୋଉଟା ଲହୁଣୀ ଆମେ କ୍ଷୀରରୁ ବାହାର କରିଥାଉ, ଚିନି ଆଉ ଟୁଟି ଫୁଟି ଆଉ ଆମର ଏତିକି ଜିନିଷ ଆଉ ଟିକେ ବେକିଂ ପାଉଡର ଏ ସବୁକୁ ଦେଇକି ମୁଁ ଆଜି ବନେଇଲି ଗୋଟେ କେକ୍। ପ୍ରଥମେ ଦେଖନ୍ତୁ ମୁଁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ ନେଇକି ସବୁକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦେଇଛି। ତାପରେ ଶେଷକୁ ମୁଁ ସବୁ ଟିକେ ଏସେନ୍ସ ଆଉ ଟିକେ ବେକିଂ ସୋଡା ଇନୋ ଟିକେ ଦେଇ ଗୋଳେଇକି ତାକୁ ମୁଁ ମୋର କେକ୍ ଟିନରେ ରଖିକି ବସେଇ ଦଉଛି। ଆଜି କେକ୍ଟି ବହୁତ ସୁନ୍ଦର ଆଉ ବହୁତ ହେଲ୍ଦି। ଆପଣମାନଙ୍କ ଘରେ ଯଦି ଏମିତି କଦଳୀ କିଛି ପାଚିଲା କଦଳୀ ବଳି ଯାଉଛି କିମ୍ବା ବନ୍ତଳ କଦଳୀ ପାଚି ଯାଉଛି, ସାଧାରଣତଃ ବନ୍ତଳ କଦଳୀ ପାଚିଗଲେ ଫୋପଡ଼ା ହୁଏ, ତାକୁ ନ ଫୋପାଡ଼ିକି ଏଇଭଳି କରନ୍ତୁ। ଦେଖନ୍ତୁ କେତେ ସୁନ୍ଦର ଟେଷ୍ଟି କେକ୍ଟା ବନିବ। ମୋର କେକ୍ଟା ପୁରା ବନିକି ରେଡି ହେଇଗଲାଣି।